2026 ମସିହାରେ ମକର ରାଶିର ଭାଇ ଭଉଣୀମାନେ କି ଫଳ ପାଇବେ, ଡ୍ରାଇଭିଂ ଏବଂ ଯାନବାହନ ବିଷୟରେ ଆଲୋଚନା କରିବା। ମାନସିକ ଚାପ କିମ୍ବା ଥକାପଣ ଥିବା ସମୟରେ ଗାଡ଼ି ଚଲାନ୍ତୁ ନାହିଁ। ଲମ୍ବା ଯାତ୍ରା ରାତ୍ରି ସମୟରେ ନିଜର ନିୟନ୍ତ୍ରଣରେ ଗାଡ଼ିକୁ ରଖନ୍ତୁ। ଗାଡ଼ିକି କଣ୍ଟ୍ରୋଲରେ ରଖି ଚଲେଇଲେ ବିପଦ ପଡ଼ିବନି। ଯଦି କଣ୍ଟ୍ରୋଲ ବାହାରକୁ ପଳାଇବ ତାହେଲେ ମକର ରାଶି ଭାଇ ଭଉଣୀମାନେ ଅସୁବିଧା ଭୋଗିବେ। ଯାନବାହନ କ୍ରୟ 2026 ମସିହା ଯାନବାହନ ସୁଖ ପାଇଁ ଅନୁକୂଳ ଅଟେ। ନୂଆ ଗାଡ଼ି ଜୁନ୍ ମାସ ପରେ କିଣନ୍ତୁ ବା କିଣା ହେବ। ଶୁକ୍ରବାର କିମ୍ବା ସୋମବାରରେ ଗାଡ଼ି ଘରକୁ ଆଣନ୍ତୁ। ବର୍ଷର ପ୍ରଥମ କିଛି ମାସ ଗାଡ଼ିର ଯାନ୍ତ୍ରିକ ତ୍ରୁଟି ଦେଖାଯାଇପାରେ। ଗାଡ଼ି ନମ୍ବର 309 ରଖନ୍ତୁ। ଖେଳ ଯେଉଁ ଭାଇମାନେ କରୁଛନ୍ତି ତାଙ୍କ ପାଇଁ ଶକ୍ତି ଉତ୍ସାହ। ବର୍ଷ ଆରମ୍ଭରେ ମଙ୍ଗଳ ମକରରେ ଥିବାରୁ ଖେଳ ପ୍ରତି ବହୁତ ଆକର୍ଷଣ ରହିବ। ଶାରୀରିକ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିବେ। ସଫଳତା ଏପ୍ରିଲରୁ ଜୁନ୍ ମଧ୍ୟରେ ବାହାରେ ଖେଳାଯାଉଥିବା ଖେଳ ପାଇଁ ସମୟ ଅନୁକୂଳ ରହିବ। ପ୍ରତିଯୋଗିତା ଖେଳରେ ଭଲ ପ୍ରଦର୍ଶନ ମକର ରାଶି ଭାଇମାନେ ଏ ବର୍ଷ କରିବେ। ଆଘାତ ଫେବୃଆରୀ ଏବଂ ମାର୍ଚ୍ଚ ମଧ୍ୟରେ ଗୋଡ଼, ଆଣ୍ଠୁ, ହାତରେ ସାମାନ୍ୟ ଆଘାତ ଲାଗିପାରେ। ଏ ବର୍ଷ ଯୋଗ କରନ୍ତୁ, ପାଣିରେ ପହଁରନ୍ତୁ, ଚାଲିବା ଆପଣଙ୍କ ପାଇଁ ଭଲ ବ୍ୟାୟାମ, ସେଇଟା କରନ୍ତୁ। ପ୍ରତି ଶନିବାର ଦିନ ଶନି ମନ୍ଦିରରେ ଦୀପ ଜାଳନ୍ତୁ, ହନୁମାନ ଚାଳିଶା ପାଠ କରନ୍ତୁ। ସବୁ ବାଧାବିଘ୍ନ କଟିଯାଉଛି। ଦେଖିବା ପରବର୍ତ୍ତୀ ରାଶି।